ମହାନତା ଦେଖାଇଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ଘଟଣାଟି ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର। ବିଧାୟିକା ସାଧାରଣ ଲୋକଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଜଣେ ଛାତ୍ରୀ ଆହତ ହୋଇ ପଡ଼ିଥିବା ନଜରକୁ ଆସିଥିଲା। ବିଧାୟିକା ନିଜ ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରୀ ପାଖକୁ ଯାଇ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଘଟଣାରୁ ଜଣାପଡ଼ିଲା ସେହି ଛାତ୍ରୀ ଜଣକ ହେଉଛନ୍ତି ତିନିକୁତି ଗ୍ରାମର ବୋଲି। ସେ ସ୍କୁଲରୁ ଶିକ୍ଷକତା ସାରି ସାଇକେଲରେ ଫେରୁଥିବା ସମୟରେ ରେଣ୍ଡା ଛକଠାରୁ ଆରେଡ଼ା ଛକ ମଧ୍ୟରେ କୌଣସି କାରଣବଶତଃ ସାଇକେଲରୁ ପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗି ଛଟପଟ ହେଉଥିଲେ। ବ୍ରହ୍ମଗିରି ମାଟିର ଝିଅ ଏବଂ ବ୍ରହ୍ମଗିରିର ପ୍ରିୟ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମହୋଦୟା ଆଜି ମହାନତା ଦେଖାଇଛନ୍ତି। ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଛାତ୍ରୀର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ, କିନ୍ତୁ ସେଠାରେ ଚାଲିଥିବା ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତାଜ୍ଜବ ହୋଇଯାଇଥିଲେ। ଜରୁରୀକାଳୀନ ସହାୟତା ପାଇଁ କୌଣସି ଡାକ୍ତର ଉପସ୍ଥିତ ନଥିବା ଦେଖିଥିଲେ। ବିଧାୟିକା ମେଡିକାଲ ଷ୍ଟାଫଙ୍କ ଉପରେ ବର୍ଷିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିଥିଲେ। ବିଧାୟିକାଙ୍କୁ ଏହି ମହାନତା ପାଇଁ ସାଧାରଣରେ ପ୍ରଶଂସା ମିଳିଥିବା ଶୁଣିବାକୁ ମିଳିଛି। ବ୍ରହ୍ମଗିରିରୁ ଅଶୋକ ଶଙ୍କର ରିପୋର୍ଟ, ବିଇ ନ୍ୟୁଜ, ଓଡ଼ିଶା।